ଏବେ ଏବେ ସୁଭଦ୍ରା ଯୋଜନାକୁ ନେଇ ଆସିଛି ଆହୁରି ଗୋଟିଏ ବଡ଼ ଅପଡେଟ୍। ଆଉ କ'ଣ ଅପଡେଟ୍ ଆସିଛି ଏଇ ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଜାଣିବା। ଆଉ ଜାଣିବା ପାଇଁ ଭିଡ଼ିଓଟି ଆପଣମାନେ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସମ୍ପୂର୍ଣ୍ଣ ଜାଣିପାରିବେ। ଯଦି ଆମ ଚ୍ୟାନେଲରେ ନୂଆ କରି ଆସିଛନ୍ତି ଭିଡ଼ିଓଟିରେ ଗୋଟେ ଲାଇକ୍ ସବସ୍କ୍ରାଇବ୍ କରିବେ। ଚାଲନ୍ତୁ ଭିଡ଼ିଓଟି ସମ୍ପୂର୍ଣ୍ଣ ଆରମ୍ଭ କରିବା। ଆପଣମାନଙ୍କ ମୋବାଇଲରେ ଯେଉଁ ଆବେଦନ ସ୍ଥିତି ଆପଣମାନେ ଚେକିଂ କରୁଥିଲେ ସେ ଜାଗାରେ ଏବେ ଦେଖାଉଛି କ'ଣ ନା ଏରର ନହେଲେ ଇନଭାଲିଡ୍ କ୍ୟାପଚା ଦେଖାଉଛି। କାହିଁକି ଦେଖାଉଛି ଏ ଭିଡ଼ିଓରେ ମୁଁ ସମ୍ପୂର୍ଣ୍ଣ ଆପଣମାନଙ୍କୁ ବୁଝେଇଦେବି, ଆପଣମାନେ ସମସ୍ତେ ବୁଝିପାରିବେ। ଦେଖନ୍ତୁ, ଏଇ ଯେଉଁ ଆବେଦନ ସ୍ଥିତିରେ ଆମେ ଚେକିଂ କରୁଥିଲେ ସେ ଜାଗାରେ ଏବେ ଇନଭାଲିଡ୍ କ୍ୟାପଚା ନହେଲେ ଏରର ଆସୁଛି। କାହିଁକି ଆସୁଛି ସମ୍ପୂର୍ଣ୍ଣ ଏ ଭିଡ଼ିଓ ମାଧ୍ୟମରେ ଜାଣିପାରିବା ଆମେ। ଚାଲନ୍ତୁ, ଏଇଠି ଆମେ କ'ଣ କରୁଥିଲେ ନା ଆଧାର ନମ୍ବର ଏଇ ଜାଗାରେ ଦେଉଥିଲେ। ଆଧାର ନମ୍ବର ଦେଇକି ଏଇଠି ଟିକ୍ ମାରା ଯେଉଁ OTP ଦେଖିଛି ଏଇଥିରେ ଆମେ ଗୋଟେ OTP ଦେଉଥିଲେ। OTP ଦେଲା ପରେ ଏଇ ଲଗ୍ଇନ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ସ୍ଥିତି ଆପଣ ଜାଣିପାରୁଥିଲେ କ'ଣ ବାୟୋମେଟ୍ରିକ୍ ଅଛି କି ଆପଣଙ୍କର KYC ପେଣ୍ଡିଂ ଅଛି କି KYC କମ୍ପ୍ଲିଟ୍ ଅଛି କି ଅଣ୍ଡର ପ୍ରୋସେସିଂ ଅଛି, କ'ଣ ଅଛି ଅସୁବିଧା ସୁବିଧା ସବୁ ଆପଣମାନେ ଏଇଥିରେ ଜାଣିପାରୁଥିଲେ। ଏବେ ଏ ଜାଗାରେ ଇନଭାଲିଡ୍ କ୍ୟାପଚା ଦେଖାଉଛି ଆଉ ନହେଲେ ସର୍ଭର ଡାଉନ୍ ଦେଖାଉଛି। ତେଣୁ ସେ କ'ଣ ହେଇଛି ନା ଆପଣମାନଙ୍କୁ ଏଇ ଭିଡ଼ିଓ ମୁଁ ସବୁ ସମ୍ପୂର୍ଣ୍ଣ ଜଣେଇଦେବି। ପଛକୁ ଯିବା। ପଛକୁ ଗଲା ପରେ ଆପଣମାନେ ଯେଉଁ ଅଭିଯୋଗ ସାଇଟ୍ରେ ମଧ୍ୟ ଏଇ ଯେଉଁ ଅଭିଯୋଗ ସାଇଟ୍ରେ ମଧ୍ୟ ଚେକିଂ କଲାବେଳେ ଏରର ଆସେ, କିନ୍ତୁ ଆପଣମାନଙ୍କର ଏଇଠି ଆଧାର ନମ୍ବର ଦେଇଦିଅନ୍ତି, ଏଇଠି ଟିକ୍ ମାରାମାରି କରିଦେଲା ପରେ ଆପଣ ଏଇଠି ମଧ୍ୟ ସବୁ ଆପଣଙ୍କର ସ୍ଥିତି ଜାଣିପାରନ୍ତି। କିନ୍ତୁ ଏଠି ମଧ୍ୟ ଏରର ଦେଖାଉଛି। ଆପଣମାନେ କ'ଣ କରିବେ ନା ଯେଉଁ ଟିକେ ପଛକୁ ଯିବେ। ପଛକୁ ଗଲା ପରେ ଏଠି ଦେଖନ୍ତୁ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଅପଡେଟ୍ ଡେଟ୍ ଆବଶ୍ୟକ ତାଲିକା। ଏଇଠି ଆପଣ କ'ଣ କରୁଥିଲେ ନା ଆପଣଙ୍କର ଯେଉଁ ଆପଣଙ୍କର MPCI ଯେଉଁ କିଛି ଅସୁବିଧା ଜିଲ୍ଲା ମାରିବେ, ଏଇଠି ବ୍ଲକ ମାରିବେ, ଆପଣଙ୍କର GP ମାରିବେ, ସବୁ ଏଇ ଜାଗାରେ ମାରିଲା ପରେ ଆପଣ ଦେଖିପାରୁଥିଲେ ଏଠି ଆପଣଙ୍କର ଯେଉଁମାନଙ୍କର ରିଜେକ୍ଟ ହେଇଥିବ କୌଣସି ସକାଶୁ ଆଧାର କାର୍ଡ଼ ସକାଶୁ କି ବ୍ୟାଙ୍କର କିଛି ନମ୍ବର କି କୌଣସି ଅସୁବିଧା ସକାଶୁ ଆପଣମାନଙ୍କର ଏଇ ଜାଗାରେ ହିଁ ଦେଖିପାରୁଥିଲେ। ଏ ବର୍ତ୍ତମାନକୁ ଏବେ ସାଇଟ୍ଟି ପଛକୁ ଯିବା, ଆହୁରି ଦେଖିବା ହିତାଧିକାରୀଙ୍କ ତାଲିକା ଦେଖିବା। ଏଇ ତାଲିକାରେ ଆପଣମାନେ କ'ଣ କରୁଥିଲେ ନା ଆପଣଙ୍କର ଗ୍ରାମ ଦେଖିପାରୁଥିଲେ, ଆପଣଙ୍କର ଯେଉଁମାନଙ୍କର ପଇସା ମିଳିଛି ସେମାନଙ୍କର ନାମ ଦେଖିପାରୁଥିଲେ, ଯାହାର ପଇସା ମିଳୁଛି ସେମାନଙ୍କର ଆପ୍ରୁଭାଲ୍ ଷ୍ଟାଟସ୍ ଏଇଥିରେ ମଧ୍ୟ ଆପଣମାନେ ଜାଣିପାରୁଥିଲେ। ଏବେ ଆପଣମାନଙ୍କର ଯେକୌଣସି ଜିଲ୍ଲା ହେଇଥାଉ ସେ ଜିଲ୍ଲାଟିକି ଆପଣମାନେ ଚୟନ କରିବେ। ଚୟନ କଲା ପରେ ଆପଣମାନଙ୍କର ଚୟନ କଲା ପରେ ସେ ଜିଲ୍ଲାଟିକି କ୍ଲିକ୍ କରିବେ। କ୍ଲିକ୍ କଲା ପରେ କ୍ଲିକ୍ କଲା ପରେ ଏଇଠି ଏଇ ଜାଗାରେ ପୁଣି ବ୍ଲକ ମାରିବେ। ବ୍ଲକ ମାରିବେ। ବ୍ଲକ ମାରିଲା ପରେ ବ୍ଲକ ଆପଣଙ୍କର ଯେକୌଣସି ବ୍ଲକ ହେଇଥାଉ ଆପଣ ସେ ବ୍ଲକଟି ଚୁଜ୍ କରିବେ। ଚୁଜ୍ କଲା ପରେ ଆପଣ ବ୍ଲକଟି ମାରିଲା ପରେ ସବୁ ଆପଣଙ୍କର ଗ୍ରାମର ନାମ, ଆପଣଙ୍କର ଯେତେ ଜଣଙ୍କର ଗ୍ରାମରେ ପଇସା ପାଇଥିବେ ସବୁ ଏଇ ତାଲିକାରେ ଏଇ PDF ଗୋଟେ ଡାଉନଲୋଡ଼ ଆସିବ। ଡାଉନଲୋଡ଼ ଆସିଲା ପରେ ଆପଣମାନେ ସମ୍ପୂର୍ଣ୍ଣ ଜାଣିପାରିବେ। ଆପଣଙ୍କର ଯଦି ପଇସା ମିଳିଥିବ ଏଇ ଷ୍ଟାଟସ୍ରେ ଜାଣିପାରିବେ, ସବୁ ଦେଖିପାରିବେ। କିନ୍ତୁ ଏପର୍ଯ୍ୟନ୍ତ ସୁଭଦ୍ରା ସାଇଟ୍ କାହିଁକି ଏରର ଦେଖାଉଛି, କ'ଣ ପାଇଁ ଏରର ଦେଖାଉଛି? ଏବେ ସରକାର ଏବେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଯେଉଁମାନଙ୍କର EKYC କମ୍ପ୍ଲିଟ୍ ଥିଲା, ବାୟୋମେଟ୍ରିକ୍ OTP ଦ୍ୱାରା ବାୟୋମେଟ୍ରିକ୍ ଥିଲା, ସେ ସବୁ ଏବେ ମାନେ ଯାଞ୍ଚ କରୁଛନ୍ତି ସରକାର। ଆଉ ଅଣ୍ଡର ପ୍ରୋସେସିଂର ଯେଉଁ ଥିଲା ସେମାନଙ୍କୁ ଏବେ ଆପ୍ରୁଭାଲ୍ ଷ୍ଟାଟସ୍ କରିବେ ସରକାର। ତେଣୁ ଏବେ ଏଇ ସାଇଟ୍ଟି ଏବେ ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଚାଲିଛି ଆଉ ସମ୍ପୂର୍ଣ୍ଣ କାମ ଚାଲିଛି। ସରକାର କାମ ଚଲାଇଛନ୍ତି। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଗୋଟେ ଲାଇକ୍ କରିବେ, ବେଲ୍ ଆଇକନ୍କୁ ଦେବେ, ଅଲ୍ ଉପରେ କ୍ଲିକ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।